ମୋ ନାଁ ଜିଲାପି। ମୋ ନାଁ ଶୁଣିଲେ ସମସ୍ତଙ୍କ ପାଟିରୁ ଲାଳ ବହେ। ମୋ ନାଁ ଯେମିତି ସୁନ୍ଦର, ମୋ ଲୁକ୍ ସେମିତି ଗୋଲ ଗୋଲ ଆଉ ରଙ୍ଗ ବେଲଙ୍ଗର। ସ୍ୱାଦ କଥା ତ ଜମା ବି ପଚାରିବେନି, ସେ କଥା ତ ସମସ୍ତଙ୍କୁ ଜଣା। ହେ, ମୁଁ କ'ଣ ଗୋଟେ ମୋ ନିଜ ପ୍ରଶଂସା କରୁଛି ଯେ। ତଥାପି ଏଇ ବର୍ଷା ପାଗରେ ଯେତେବେଳେ ମୋ ମିସ୍ତ୍ରୀ ମୋତେ ଛାଣିକି ଶିରାରେ ପକେଇ ଦିଏ, ଆପଣ ନିହାତି ଭାବରେ ଦେଖିଲେ ମୋତେ ସ୍ୱାଦମୁଗ୍ଧ ହେଇଯାଉଥିବେ ନା? ଖାଲି କ'ଣ ସେତିକି, ମନେ ପଡ଼ିଲେ ବି ଆପଣଙ୍କ ପାଟି ପୁରା ମିଠା ମିଠା ହେଇଯାଉଥିବ। କିନ୍ତୁ ମୁଁ ଜୋର ଦେଇକି କହିପାରିବି ଯେ ଏମିତି କେହି ନଥିବେ ଯିଏ ମୋର ଦିବାନା ନଥିବେ। ଭାରତରେ ମୋତେ ଖାଇବାର ସଉକ ସମସ୍ତଙ୍କ ପାଖରେ ଅଛି। କିନ୍ତୁ ଜାଣିଛନ୍ତି ନା ନାହିଁ, ମୋ ଜନ୍ମ କିନ୍ତୁ ଭାରତରେ ନୁହେଁ କି ମୁଁ ଭାରତୀୟ ନୁହେଁ। ଏବେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ, ଯେଉଁ ଜିଲାପିକୁ ଆମେ ଏତେ ଶ୍ରଦ୍ଧାରେ ଖାଉଛୁ ସେ କ'ଣ ସତରେ ଭାରତର ନୁହେଁ? କିନ୍ତୁ ଆପଣ ଯଦି ମୋର ଇତିହାସ ଆଉ ଅତୀତ କଥା ଦେଖିବେ ନା, ଜାଣିପାରିବେ ମୁଁ ଭାରତର ନୁହେଁ। ମୋର ଜନ୍ମ ପଶ୍ଚିମ ଏସିଆରେ। ସାମ୍ବାଦିକା ସଙ୍ଗୀତା ଦିଦି ମୋ ବିଷୟରେ ଅନେକ ଗୁଡ଼ିଏ ତଥ୍ୟ ବାହାର କରିଛନ୍ତି। ହଁ ମ, ମୁଁ ପଶ୍ଚିମ ଏସିଆର ହେଲି ତ କ'ଣ ହେଲା, ଆପଣଙ୍କ ହୃଦୟରେ ଯେଉଁ ସ୍ଥାନ ପାଇଛି, ମୋ ପରିଚୟ ଭାରତର ବୋଲି ସାରା ବିଶ୍ୱ ଜାଣିସାରିଛି। ତଥାପି ଏଇ ଜିଲାପିର ଅତୀତ ବିଷୟରେ ଅନେକ ଅଧ୍ୟୟନ କରି ସଙ୍ଗୀତା ଦିଦି ଗୋଟିଏ ତଥ୍ୟ ଦେଇଛନ୍ତି। ଆସନ୍ତୁ ଜାଣିବା। ଜିଲାପି ବା ଜଲେବି ଗୋଟିଏ ଏମିତି ଖାଦ୍ୟ ପଦାର୍ଥର ନାଁ, ଭାବିଦେଲେ ପାଟିରେ ଲାଳ ଆସିଯାଏ ଆଉ ଆଖି ସାମ୍ନାରେ ତେଲ କଡ଼େଇ ଏବଂ ଶିରା ଉପରେ ପଡ଼ିଥିବା ସେ ରଙ୍ଗ ବେରଙ୍ଗର ଏବଂ ଭିନ୍ନ ଭିନ୍ନ ଢଙ୍ଗର ଜିଲାପିର ଚିତ୍ର ମନକୁ ଆସିଯାଏ। କିନ୍ତୁ ଏ ଜିଲାପିର ଇତିହାସ ପଶ୍ଚିମ ଏସିଆ ସହିତ ଜଡ଼ିତ। ଐତିହାସିକମାନେ ମତ ଦିଅନ୍ତି ଯେ ପଶ୍ଚିମ ଏସିଆର ସବୁଠାରୁ ପୁରାତନ ଉଲ୍ଲେଖ 10ମ ଶତାବ୍ଦୀର ଏକ ଆରବୀ ରୋଷେଇ ପୁସ୍ତକ କିତାବ ଅଲ୍ ତାବିଖ୍ରେ ଏହି ଶବ୍ଦ ମିଳିଛି। ଏଥିରେ ଜଲାବ୍ୟା ନାମକ ଏକ ମିଠା ତିଆରି କରିବାର ବିଧି ବର୍ଣ୍ଣନା ହୋଇଛି। ତେବେ ଆରବ ଶବ୍ଦ ଜଲାବ୍ୟା ଶବ୍ଦରୁ ହିଁ ଜିଲାପି ଶବ୍ଦର ଉତ୍ପତ୍ତି ହୋଇଛି ବୋଲି ବିଶ୍ୱାସ କରାଯାଏ। ଏହି ମିଠା ସେତେବେଳେ ପର୍ସିଆ ବା ଇରାନ ଏବଂ ଅନ୍ୟ ଆରବ ଦେଶମାନଙ୍କରେ ରମଜାନ ଏବଂ ଅନ୍ୟ ପର୍ବପର୍ବାଣୀ ସମୟରେ ଖୁବ୍ ଲୋକପ୍ରିୟ ଥିଲା। ଜିଲାପିକୁ ପ୍ରଥମ ଥର ପଶ୍ଚିମ ଏସିଆର ଇରାନରେ ତିଆରି କରାଯାଇଥିଲା। ଏବେ ପ୍ରଶ୍ନ ଉଠୁଛି, ଜିଲାପି ଭାରତକୁ ଆସିଲା କେମିତି? ମଧ୍ୟଯୁଗରେ ପର୍ସିଆନ ଏବଂ ତୁର୍କୀ ବଣିକମାନେ, କାରିଗର ଏବଂ ଆକ୍ରମଣକାରୀମାନେ ଯେତେବେଳେ ଭାରତକୁ ଆସିଲେ, ସେମାନେ ନିଜ ସାଙ୍ଗରେ ନିଜର ସଂସ୍କୃତି, ପରମ୍ପରା ଏବଂ ଖାଦ୍ୟପେୟକୁ ମଧ୍ୟ ଆଣିଥିଲେ। ଏହିପରି ଭାବରେ ଜଲେବ୍ୟା ଭାରତରେ ପହଞ୍ଚିଥିଲା ଆଉ ସମୟକ୍ରମେ ଏହାର ନାଁ ଜଲେବି କାଳକ୍ରମେ ଜିଲାପି ହୋଇଥିଲା। ଅବଶ୍ୟ କିଛି ଲୋକ ମାନ୍ୟତା ଦିଅନ୍ତି ଯେ ଜିଲାପି ହେଉଛି ଭାରତୀୟ ମିଠା ଆଉ ଏହାର ପୁରୁଣା ନାଁ କଣ୍ଡଲିକା କିମ୍ବା ଜଳଭଲ୍ଲିକା। ପ୍ରାଚୀନ ବହିରେ ଏହାର ଆଲୋଚନା କରାଯାଇଛି। ଜିଲାପି ରସରେ ଭର୍ତ୍ତି ରସିଲି ହୋଇଥାଏ, ସେଥିପାଇଁ ଏହାର ନାଁ ଜଲଭଲ୍ଲିକା ରହିଥିଲା। ଜିଲାପି ରସରେ ଭର୍ତ୍ତି ରସିଲି ହୋଇଥାଏ, ରସ ଭର୍ତ୍ତି ଏକ ରସୁଆଳ ମିଠା, ସେଇଥିପାଇଁ ଏହାର ନାଁ ଜଲଭଲ୍ଲିକା ରହିଲା। ଆଉ ଧୀରେ ଧୀରେ ଏହାର ନାମକରଣ ଜିଲାପି ହେଲା। ଜିଲାପି ଭିନ୍ନ ଭିନ୍ନ ଦେଶରେ ଅଲଗା ଅଲଗା ନାଁରେ ଜଣାଶୁଣା। ଲେବାନନରେ ଏହାକୁ ଜଲେବ୍ୟା, ସେଠାରେ ଏହାର ଆକାର ଲମ୍ବ। ଇରାନରେ ଜଲେବିକୁ ଜୁଲୁବ୍ୟା, ତାପରେ ଟ୍ୟୁନିସିଆରେ ଜଲାବ୍ୟା ଏବଂ ଆରବରେ ଜଲାବ୍ୟୁ ବୋଲି କୁହାଯାଏ। ଆଫଗାନିସ୍ତାନରେ ଏହାକୁ ମାଛ ସହ ପରଷାଯାଇଥାଏ। ଶ୍ରୀଲଙ୍କାରେ ଏହାକୁ ପାନି ବବାଲୁ ବୋଲି କୁହାଯାଇଥାଏ। ସେଠାରେ ଏହାକୁ ଚାଉଳ ଆଉ ଅଟାରେ ତିଆରି କରାଯାଇଥାଏ। ନେପାଳରେ ଏହାକୁ ଜେରି କୁହାଯାଇଥାଏ। ଭାରତର ଉତ୍ତର ପଶ୍ଚିମରେ ଏହାକୁ ଜଲେବି, ମହାରାଷ୍ଟ୍ରରେ ଜିଲବି ଏବଂ ବାଂଲାଦେଶରେ ଜିଲାପି କୁହାଯାଇଥାଏ। ଉତ୍ତର ଭାରତରେ ଦହି ଜିଲାପି ଏକ ଲୋକପ୍ରିୟ ଜଳଖିଆ ହୋଇଥିବା ବେଳେ ଗୁଜରାଟରେ ଏହାକୁ ଫାଫଡ଼ା ସହିତ ଖିଆଯାଏ। ସେହିପରି ଓଡ଼ିଶା ସମେତ ପୂର୍ବ ଭାରତରେ ଏହା ପର୍ବପର୍ବାଣୀ ଏବଂ ମେଳା ମହୋତ୍ସବରେ ଏହାକୁ ସାମିଲ କରାଯାଇଥାଏ। ଏହିପରି ଭାବରେ ପଶ୍ଚିମ ଏସିଆର ଜଲାବ୍ୟା ଭାରତରେ ପହଞ୍ଚି ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ତିଆରି କରିଛି। ଆଜି ଜିଲାପି କେବଳ ଏକ ମିଠା ନୁହେଁ, ବରଂ ଏହା ଭାରତର ସଂସ୍କୃତି ଏବଂ ଭାରତୀୟଙ୍କ ଭାବାବେଗ ସହିତ ଜଡ଼ିତ ହୋଇ ରହିଛି। ବ୍ୟୁରୋ ରିପୋର୍ଟ, ପ୍ରମେୟ ନ୍ୟୁଜ୍ 7 ଡିଜିଟାଲ।